हेलो सांग मैंने आज गोटे नुआ जिनस देखा आंबर आचार फास्ट टाइम पाई एबे एगुड़ा को धुआ हम ना आज कस फस सब उड़ीज मार्केट को आछि धुआ ले मैं जाननी चलो जहाँ वो देखा जीव दियो मिठा Next. को लण को बेसे दिखिस ना होनी मिठा 2 किलो को 2 किलोमीटर काढ़ लगे अति बेसी सब जब मीठा दे देना मीठा मीठा लगे सब मिठा लगे लोग यहाँ लगे को को एरकम दिया हुए कि ये रो माने जे आमकुलो करा हुए ना आम्रर लुण बेसे दानी भल एना जरा बहुत दिन जा रहइबो अच्छा एरकम लुण हल्दी गुड़ी की 2 दिन रहिबो तुम ना पाखापाखि 11:15 ହେଇଗଲାଣି ଗୁଡ୍ ନାଇଟ୍ ପୁଣି ଦେଖା ହବ ନେକ୍ସଟ ଯେତେବେଳେ 2 ଦିନ ପରେ ଯେତେବେଳେ ଖୋଲିବ ଦେଖିବା ଆମ୍ବର ଅବସ୍ଥା କ'ଣ ହେଇଛି ସେତେ ପର୍ଯ୍ୟନ୍ତ ଟାଟା ବାଇ ବାଇ এটা ସାଙ୍ଗ ମାନେ 4 ଦିନ ଖରାରେ ଶୁକାଇଯିବ ନା କେତେ ଦିନ 3 ଦିନ 4 दिन देना ମାନେ ତେଲ କିଲୋ ଏଥିରେ ଖାଲି ତେଲ ପଡୁଛି ଆଉ ଚିନି ମସଲା ପଡୁଛି ମସଲା ଟିକେ ତେଲଟା ଗରମ ଅଛି ନା ଗିରିବ ମସଲା ସେଇପାଇଁ ବାକି ତ ଦିନ ଆଉ ବଳି এটা ମୋ ସାଙ୍ଗ କହିଛି ମୋ ସାଙ୍ଗ ଦୀପା ଆତି ଜଳୁଛି ଚାଲ ମୁଁ ଏଇ ଛୁଆ କହିଛନ୍ତି ଏଇ କଥାଟା ବର୍ଷା ସବୁ ପାରିବ କିନ୍ତୁ थोड़ा सा कुठिया है थोड़ा सा कम की कुटिया है कम की नहीं बेसी काम नहीं बेसी ए आचार नहीं कि गोटे गप कହୁଛି ଶୁଣ ଆମ ଗାଁର ମାନେ ଆମ ଘର ପଛପଟେ ହେଲା ଏ ଯୋଉ ଭିଦାର ତାଙ୍କର ଜଣେ ଜୁଇଁ ଥାଏ ବାଙ୍ଗରା ହେଇକି ଲୋକଟା କଳା ମାନେ ବାଙ୍ଗରା ମାନେ ପୁରା ବାଙ୍ଗରା ପତଳା ହେଇକି କଳା ହେଇକି ଆଚ୍ଛା ସିଏ ପ୍ରାୟ ଟାଇମ୍ ଦେଖିଛି ମାନେ ସକାଳ ସକାଳ ଘୁଗୁନି କରିବ ଆଉ ଆଚାର କରିବ ଆଚାର ମାନେ କିସ କହ ତ এই যে ସାଲମୋ ଆମ୍ବଡ଼ା ସେଇ ଆଚାର କରିବ ଆଉ ସବୁଦିନ ତ ମିଳିବନି ନା ଆମ୍ବ କିନ୍ତୁ ସିଜନାଲ ମାନେ ଯେତେବେଳେ ଆମ୍ବ ଟାଇମର ଆମ୍ବ ନହେଲେ ଆମ୍ବଡ଼ା ଆଚାର କରିବ ମାନେ ବିଶ୍ୱାସ କରିବନି ସେ ଲୋକଟା ମରିଯାଇଛି ହେଲା କି ମରିଯାଇଛି ସେ ଲୋକଟା ସ୍ତ୍ରୀ ଛୁଡ଼ା ନାହିଁ ହଁ ମୋ ମାଆକୁ ଏକା ପଚାରିବ ସେମାନେ ଜାଣନ୍ତି ଆମ ବଂଶ ଯେ କାହା ବଂଶ ସେ ଅଭିଦାଦାଙ୍କର ବଂଶ ଯେ ତାଙ୍କ ଜୁଇଁ କହୁଛି ପରା ସେ ଆମ ଜୁଇଁ ହଁ ତାଙ୍କ ଜୁଇଁ ସିଏ ତାଙ୍କ ଭଉଣୀ ଜୁଇଁ ମାନେ ତରକାରୀ ଯେତେବେଳେ ରାନ୍ଧିବ ତା ବାସ୍ନାର ଲୋକ ଦୌଡ଼ି ଆଇବ ଆଉ ସେ ଲୋକଟା ଏରକମ ଥିଲା ମାନେ ଦିଟା ସେ ଯେ ଆଗରୁ କହିପାରିବ ସେ ଯେ ଘିଅ ଡବା ମିଳୁଥାଏନି 5 ଲିଟରିଆ ଯେ ହଳଦିଆ ଡବା ଗୁଡ଼ାକ ସେଇଗୁଡ଼ାକ ବାହୁଙ୍ଗିର 2ଟା କାନ୍ଧିଥିବ 2 ପାଖର ଗୋଟେ ପାଖର ଭୋଗିନୀ ଗୋଟେ ପାଖର ଆଚାର ମାନେ ପୁରା ଗୋପ ପାଖରୁ ଆରମ୍ଭ କରିକି ଜଳେଶ୍ୱର ଶାନ୍ତିଆ ସେପଟେ ହେଇଯିବ ତୁମର ମାନେ ଏପଟେ କେଟିବେ ସେଟା ଆମ ସେପଟକୁ ଯାଉନଥିଲା ନା ଏଇପଟେ ମାନେ ପାଖାପାଖି ସେ 20-25 କିଲୋମିଟର ସେ ଦୂରକୁ ଚାଲିକି ଯାଇକି ବେପାର କରିକି ପୁରା ସନ୍ଧ୍ୟା ହେଲେ ପହଞ୍ଚୁଥିବ ଚାଲିକି ଯାଇକି ଆଉ ଫେର ଯେଦିନ ଧର ବିକ୍ରି ହେଇନଥିବ ଜାଗାଟା ଯଦି ଟିକେ ବେଶୀ ହେଇଥିବ ଆଣିକି ଛୁଆମାନଙ୍କୁ ଦେଇ ଦେଉଥାନ୍ତି ମାନେ ଏତେ ଫେମସ୍ ଲୋକଟା ମାନେ ତରକାରୀ ବାସ୍ନା ବଢ଼ିଆ ପଚାରିବ ମୋ ମାଆକୁ ସେ କହିବ ଦେଖ ପୁରା କଲର୍ ଆଉ ମାନେ ଆଚାର একদম এক্সিলেন্ট
ସାଙ୍ଗମାନେ ଯିଏ ଖାଇବ କିନ୍ତୁ ଆସ। ଏଥର ଦଉନ ସେ ଗୁଣ୍ଡ ଦେଖାଉଛି। ଓ ଦିଟା ପାଇଁ ଏକାଳେ କରିଦେଇଛ। ମନ୍ଦିର ପାଇଁ ମସଲା କରିଦେଇଛି। ଏଥିରେ କିସ କିସ ଅଛି? ଏଇନ ମେଥି ଅଛି, ପାନମଧୁରୀ, ଜିରା, ଆଉ ଯୋଉ ଜୁଆଣି, ସବୁ ଶୁଖିଲା ଲଙ୍କା, ହଉ ପକା ପକା। କଳା ଜିରା। କଳା ଜିରା ତ ମୁଁ ଆଣିନି। ଦିଅ ଏସବୁ ଗୁଡାକୁ ଭାଜିକି ଗୁଣ୍ଡ ହେଇଛି। ଆମେ ଅଳେଇଚ ବି ପକେଇଛୁ। ସେଣ୍ଟ ରହିବା ପାଇଁ ଆଉ। ଆଚ୍ଛା ଆଚ୍ଛା, ଏଗୁଡ଼ା ସବୁ ଭାଜିକି ଗୁଣ୍ଡ ହେଇଛି ସାଙ୍ଗମାନେ। ମସଲା ଆରେ ଆଚାର ତ ସମସ୍ତେ ଘରେ କରୁଥିବେ, କିନ୍ତୁ ହଉଛି କି ସମସ୍ତେ ବହୁତ ସୁନ୍ଦର ବି କରୁଥିଲେ। ସୁନ୍ଦର ବି କରୁଥିବେ। ମୋର ତ ଏଇଟା ଫାର୍ଷ୍ଟ ଟାଇମ୍। ମୋଠୁ ବହୁତ ସୁନ୍ଦର ଆହୁରି ଆଚାର କରନ୍ତି। ଆଚାର ବି ଗୋଟେ କରିବା ଗୋଟେ କଳା। ଆମର ତ ଜାଷ୍ଟ ଗୋଟେ ଖାଲି କରିବା କଥା ଆଉ ଖୁସି ଆଉ ନା। ମେଥି ପଡିଛି, ଟମାଟୋ ପଡିଛି ଆଉ। ତାହେଲେ ଏଇଟା କମ୍ପ୍ଲିଟ୍। ସାଙ୍ଗମାନେ ଯାହାକୁ ମାନେ ସେଣ୍ଟଟା ଆସୁଛି ଜବରଦସ୍ତ, ମଜା ଲାଗୁଛି। ଓକେ, ଏବେ ଆଉ ଗୋଟେ ଆଚାର ହବ ନା। ଏଟା ହେଲା ଏଟା ହଉଛି ଶୁଖିକି ଆମ୍ବଡା ହେଲା। ପୁରା ଝାଳ ବୁଡିକି ଏକାକାର। ଆଉ ଗୋଟେ ହଉଛି କଞ୍ଚା ଆମ୍ବ। ପୁରା ଏଟା ମିଠା। ମିଠା। ଏଟା ମିଠା ହବ। ଏଟା ବି ମିଠା ହେଇଛି କିନ୍ତୁ ଏଟା ଅଳ୍ପ ମିଠା କରାଯାଇଛି। ଓକେ ଓକେ ଓକେ, ଏଟା ହେଇଗଲା ବାସ୍। ଏବେ ଖାଲି ଥଣ୍ଡା ହେଲେ କାଢା ହବ ତ। ଏଟା ରହିବ, ଥଣ୍ଡା ହେଲା ପରେ ପାଞ୍ଚ ହଜାର ଟଙ୍କା। ଓକେ, ଏଟା କଞ୍ଚା ଆମ୍ବକୁ କାଟା ହେଇଛି ନା। ଖାଲି ଲୁଣ ହଳଦୀ। ଅଢ଼େଇ ଘଣ୍ଟା ହଉଛି ତାକୁ ମାନେ ରଖିଥିଲି, ଆଚ୍ଛା। କାଟିକି ଲୁଣ ହଳଦୀ ଗୋଳେଇ। ସବୁ ଦେଇଦେଲ ତ। ଆମ୍ବ ବି ଅଛି ନା। ଏଟା ତେଲ ହେଇଯିବନି ତ। ତେଲ ବି ଆଚାର ତେଲ ହିଁ ଦିଆ ହଉଛି। ସବୁ ଆଚାରର ଆଚାର ଉପରେ ହଉଛି ଦେଖ, ଆଚାର ଉପରକୁ ଟିକେ ତେଲ ଦେବ ନିହାତି ଦେବାକୁ ପଡିବ। ऐसा नहीं है का। तेल गरम ही है। এটা 2 কিলো আম্ব না? 2 কিলো আম্ব
ଭାବୁଛି ଟିକେ ତେଲ କମିଗଲା ହଉ ହେଇଯାଉ ଆଚାର ପରେ ବି ଆରେ ଗରମ କରିକି ବି ତେଲ ଦେଖିବ ଅଛି ତ ତେଲ ଅଛି ତେଲ ପରେ ଗରମ କରିକି ବି ଢାଳି ଦେଇପାରିବା ଆଚାର ହେଇସାରିଲା ପରେ ଦେଖ ଆଉ ଟିକେ ତ ଜରିବ ନା ଝରିବ ତ ହଁ କିନ୍ତୁ ତେଲ ଟିକେ ଆଚାର କହୁଛି ସବୁ ଦଉନ ତେଲ ହଁ ଏବେ ଦବାନି ଏବେ ହଉଛି କଞ୍ଚା ହେଇଯିବ ନା ତା ବାସ୍ନାଟା ହେଇଯାବ 5 ଫୁଟଣ ପକେଇଛନ୍ତି ଉପରେ 5 ଫୁଟଣ ନୁହେଁ ଏଇଟା ହଉଛି ସେ ଯେ କୁହନ୍ତି ନା କିସ କୁହନ୍ତି ରାନ୍ଧୁଣି ଟାଇମରେ ନା କିସ କୁହନ୍ତି ଯେ ରାନ୍ଧୁଣି କଙ୍କଡ଼ାର ରାନ୍ଧୁଣି କୁହା ହୁଏ ସେଇ ପବନଟା ଆଜି ହଉଛି ବର୍ଷା ହବାର ଅଛି ଘର ପାଖରେ ବର୍ଷା ମିଶିଗଲା তুমি সঙ্গী না লেগেছ ଉଠିଲା ଦିଶ ପାଇଁ ଶୁଙ୍ଗିଲା ମାନେ ହଉଛି ମାନେ କେତେ ଗୋଟେ ବାସ୍ନା କରୁଛି ନା କରୁନି ନା ବାସ୍ନା କରୁଛି ଅଳିଚଟା କରୁଛି ଚିନି କେତେବେଳେ ଦେବ ଦବା ଏଇ ଆଉ 5 ମିନିଟ ପରେ ସେ ତ ତା ମାନେ ଆମ୍ବରୁ ଚୋପାଟା ଛାଡିଗଲାଣି ଛାଡୁ ନା ଭଲ କଥା ନା ଭଲ କଥା ଦେଇଦିଅ ଦେନେ ତା ଭବିଷ୍ୟତ ଉଜ୍ଜଳ ଏଇ ଆମ୍ବ ମଞ୍ଜାରେ ଆମେ ବି ତ ଖାଉଛେ କେତେ ଫାଷ୍ଟ ଫୁଡ ବାହାରିଆ ଜିନିଷ ଆମେ ଜାଣିଛେ ଖରାପ କିନ୍ତୁ ଖାଉଛେ ଆମର ବି ଦିନେ ହବ କିନ୍ତୁ ଚେଷ୍ଟା କରିବା ଯେ ଆମେ ନ ହଉ ମୋ ବାବାଙ୍କର ଆଜି ଏଇ ଡାଇବେଟିସ୍ ପାଇଁ ଚାଲିଗଲେ ସବୁଥର ମା କରିକି ଦଉଥାଏ ଏଥର ତାକୁ ନେଇକି ଯାଇକି ଦବ ହେଲା କହିବ ଖାଇକି ମୋ ଶାଶୁଙ୍କୁ ବି ଦେବି ମୋ ମାଙ୍କୁ ବି ମୁଁ କରିକି ୟେସ୍ ସିଏ ବି ଜାଣିବେ ଯେ ମୋ ମା ବି ଜାଣିବେ ଯେ ମୋ ଝିଅ ଯେ ପିଠିଆ ସେ ଚଞ୍ଚଳ ହେଇକି ଦେଖ କଷ୍ଟ କରିକି ପୁରା ମୁହଁ ସାରା ପୁରା ଝାଳ ବୁଡିକି ଏକାକାର ଏ ଝାଳ ବୁଲା ଜନ ଯେମିତିକା ପାଣିରୁ ଭାସିକି ଯାଏ ସେମିତି କଥା ମାନେ ଆଚାର ସୁନ୍ଦର ଲାଗିବ ମତେ ତ ଦେଖିକି ସୁନ୍ଦର ଲାଗୁଛି ବାକି ଖାଇବା ଲାଗିବ କି ପାଇଁ ନା ମୁଁ ଯଦି ଏମିତି କହିବ ଭଲ ଲାଗୁଛି ମା ମାନେ ମୋ ଶାଶୁ କହିବ ଯେ ହଁ ମୋ ସ୍ତ୍ରୀ ଯାହା ମା ସିନା ଯାହା ସ୍ତ୍ରୀ ସେ କଥା ନୁହେଁ ଯେଟା ଭଲ ମାନେ ଯେଟା ଭଲ ଦେଖାଯାଉଛି ଭଲ କହୁଛି ବାକି ଶାଶୁ ଶାଶୁ କହିଥିଲେ ମୋ ସ୍ତ୍ରୀ ପୁଅ କିସ ପାଇଁ ନା ସେ ବି ଚାହୁଁଛନ୍ତି ମୋ ବୋଉ ମାନେ ବି କିଛି ଶିଖିକି ମୋ ଶାଶୁ ଏବେ ସୁଦ୍ଧା ବି ମାନେ ଆମର ତ ବାଲେଶ୍ୱର ପୂଜା କରାଯାଏ ମୋ ସେପଟେ ଯଦି ଆଉ ଦେଖିଥିବେ ସେ ନଣ୍ଡା ହଉଛି ମୁଢ଼ିକି ମାନେ କୁହାଯାଏ ମୋ ଶାଶୁ ଏବେ ବି ସେ କାଠ ଚୁଲିରେ ହିଁ ପୂଜା ଆମ ପୂଜା ବାଲେଶ୍ୱର ପୂଜା
ଆମ ଦିଟା କିଛି ବି କରେନି। ମୋର ବଡ଼ ଯା ବି ଅଛନ୍ତି। ଆମେ ଖାଲି ଏଇ ଡବାରେ ମୁହଁଟା ସାରିବୁ। କଥାରେ ଅଛି କିସ କୁହ ତ, ବାଲେଶ୍ୱରିଆ ଝିଅ ବୋହୂକୁ କେବେ ରଗିବୁନି। ଯଦି ରଗେଇଦବୁ ବାପ ସେମାନେ ବୋଝା ଖାଇଦେଇକି ଶୋଇ ପଡ଼ିବେ, ତୁ ତୋର ହଇରାଣ ହବ। ସେଇଟା ବେଶୀ କଥା। ଶାଶୁ ଉପରେ ବି ରାଗିଗଲେ ଶାଶୁ ଯାହେଲେ ମା ଉପରେ ବି ରାଗନ୍ତି, ନୁହେଁ ଯେ ଶାଶୁ ଉପରେ ଖାଲି ରାଗିଯାନ୍ତି, ମା ଉପରେ ବି ରାଗନ୍ତି। ଶାଶୁ ଉପରେ ରାଗିଲେ ବି ସେଇ ଶାଶୁ ହିଁ ବୁଢ଼ୀ ଭାଜିକି ରଖିଥିବେ କି ଆମ ଭୁଜା ଭାଜିକି ଯେ ରଖିଥିବେ, ସେଇ ଭୁଜା ଲାଷ୍ଟ ଖାଇକି ଶୋଇଯାଏ ଶାଶୁ, କିନ୍ତୁ ଭାବିପାରେନି ସେଟା ଆମ ଶାଶୁ ହଉଛି। ଜବରଦସ୍ତ ହେଇଗଲା, जबरदस्त, मजा आ गया। देखिए कुह देखिए कमेंट रे समस्त सांग माने जणैबे, एटा रिक्वेस्ट रहिला। କିନ୍ତୁ ଖରାପ କମେଣ୍ଟ କେହି ଦେବେନି, କିନ୍ତୁ ମୁଁ ଫାର୍ଷ୍ଟ ଟାଇମ୍ କରୁଛି, ଖରାପ କମେଣ୍ଟ କେବେ ବି ଦେବେନି। ନା ନା ଭୁଲ ହେଇଛି କହିଦେବେ ଯେ ଏଇଟା ଭୁଲ ହେଇଛି, ଠିକ ଅଛି। ସେ ଖରାପ କମେଣ୍ଟ ଆସିବନି। ଖରାପ କମେଣ୍ଟ अच्छा से गुंड तो देइनो ନା ମସଲା ଏଇନ ଦିଆ ହବନି କି? ହଁ ସବୁବେଳେ ଦିଆ ହଉଛି। ଆଉ କେତେବେଳେ ଦେବ? ତ ସବୁ ଟିକେ ଥଣ୍ଡା ପାଣି ଟା ହଉଛୁ ଗରମ ଅଛି ନା, ଚିନି ମେଲ୍ଟ ହେଇଛି ତ। ଚିନି ମିଳିବ ତେଲ ପଡେ ଗରମ ଅଛି। ମୁଁ କହୁଥିଲି ତେଲ ହବନି, କିନ୍ତୁ ତେଲ ତ ବହୁତ ହେଇଗଲା। ମୁଁ କହୁଛି ମୋ କଥା ମାନିବନି ନା। ସଫିସିଏଣ୍ଟ ତେଲ ଅଛି, ମିଠା ଆଚାର ତେଲ ବେଶୀ ଦେଲେ ଭଲ ଲାଗେ। ମସଲା ମୁড়ି କରିକି ଏବେ ତେଲରେ ଦେଇକି ସେଟା ଦଉନ। ଗରମ ଅଛି। जे केमतिका ହେଇଛି ନା। ଓକେ, ତ ଠିକ ଅଛି ସାଙ୍ଗମାନେ, ଆଜି ଆପଣମାନେ କହିବେ ଦେଖି କମେଣ୍ଟରେ। ଠିକ ଅଛି, ପୁଣି ଦେଖା ହବ ନେକ୍ସଟ ଭିଡିଓରେ। ବାय ବାय, ଟାଟା।